ଜାତକ ବିଚାର ଚ୍ୟାନେଲକୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜିର ରାଶିଫଳ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଜାଣିବା ଆଜିର ପଞ୍ଜିକା। ଆଜି ହେଉଛି 28 ତାରିଖ ଡିସେମ୍ବର 2024, ଧନୁ 13 ଦିନ, ପୌଷ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ, ଶନିବାର। ତ୍ରୟୋଦଶୀ ରାତି 3ଟା 33 ପର୍ଯ୍ୟନ୍ତ, ଅନୁରାଧା ନକ୍ଷତ୍ର ରାତି 10ଟା 13 ପର୍ଯ୍ୟନ୍ତ, ବିଛା ଚନ୍ଦ୍ର 60 ଦଣ୍ଡ, ଅହୋରାତ୍ର। ସୂର୍ଯ୍ୟୋଦୟ 6ଟା 21 24, ସୂର୍ଯ୍ୟାସ୍ତ 5ଟା 14 46, ମୃତେ ଏକ ପାଦ ପୁଷ୍କର ଦୋଷ, ବାଇଗଣ ଖାଇବା ମନା, ଖାଇଲେ ପୁତ୍ରହାନି। ଅମୃତ ବେଳା ସକାଳ 10ଟା 45ରୁ 1ଟା 45 ପର୍ଯ୍ୟନ୍ତ, ଅପରାହ୍ନ 4ଟା 35ରୁ ସନ୍ଧ୍ୟା 5ଟା 18 ପର୍ଯ୍ୟନ୍ତ ଅମୃତ ବେଳା ସମୟ ଅଛି। ଏବେ ଆମେ ଜାଣିବା ରାଶିଫଳ ବିଷୟରେ। ପ୍ରଥମ ରାଶି ହେଉଛି ମେଷ ରାଶି। ଅଷ୍ଟମ ଚନ୍ଦ୍ର ଶନିବାର ଏବଂ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ବାଦ ବିବାଦରେ ଫସିବେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରିବା ଉଚିତ। ଉଚ୍ଚ ସ୍ଥାନ ଆରୋହଣ ନ କରିବା ଭଲ। ପାହାଡ଼ ପର୍ବତ ସ୍ଥାନକୁ ବୁଲିବାକୁ ନ ଯିବା ଭଲ। ଛାତ ଉପରେ ବୁଲାବୁଲି କରିବା ଆଦୌ ଉଚିତ ନୁହେଁ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ମନ ଅସ୍ଥିର ରହିବ, ବିଷାଦଗ୍ରସ୍ତ ରହିବ। ଚାଲିଚଳନ ବ୍ୟବହାର କଥାବାର୍ତ୍ତା ବିବାଦୀୟ ହୋଇଯିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ମଧ୍ୟମ ରହିବ। କର୍ମରେ ବିଶେଷ ସଫଳତା ମିଳିବ ନାହିଁ। ଯେଉଁମାନଙ୍କର ଦ୍ୱିଜା ନକ୍ଷତ୍ର ସେମାନେ ଅଧିକ ସତର୍କ ରହିବା ଉଚିତ। ଶୁଭ ରଙ୍ଗ ସିଲଭର, ଶୁଭ ସଂଖ୍ୟା 11। ଆଜିର ଇଷ୍ଟ ଦେବତା ହେଉଛନ୍ତି ଭଗବାନ ଶ୍ରୀ କାର୍ତ୍ତିକେୟ। ଏଣୁ ଭଗବାନ ଶ୍ରୀ କାର୍ତ୍ତିକେୟଙ୍କୁ ପୂଜା କରିକି ଘରୁ ବାହାରନ୍ତୁ, ଅଧିକ ଶୁଭଫଳ ଲାଭ କରିବେ। ଆଗାମୀ ରାଶି ହେଉଛି ବୃଷ ରାଶି। ଘାତବାର ଏବଂ ସପ୍ତମ ଚନ୍ଦ୍ର ଯୋଗୁଁ ସମସ୍ତ କର୍ମରେ ଶୁଭ ଫଳ ନ ମିଳିଲେ ମଧ୍ୟ ମନ ଅସ୍ଥିର ରହିବ। ମାନସିକ ପରିବର୍ତ୍ତନ ଦେଖାଦେବ। ପାରିବାରିକ ଶାନ୍ତି ମିଳିପାରେ କିଛିଟା, କିନ୍ତୁ ଦିନ 2ଟା ପରେ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ। କୌଣସି ମହିଳାଙ୍କ ଠାରୁ ଧନ ମିଳିପାରେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ରହିବ। କର୍ମରେ ସଫଳତା ଲାଭ ଅଛି। ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ। ଯେଉଁମାନଙ୍କର କୃତ୍ତିକା ଆଉ ମୃଗଶିରା ନକ୍ଷତ୍ର ସେମାନେ ଅଧିକ ଉପକୃତ ହେବେ। ଆଜି ପାଇଁ ଆପଣଙ୍କର ଶୁଭ ରଙ୍ଗ ହେଉଛି କଫି, ଶୁଭ ସଂଖ୍ୟା ହେଉଛି 12। ଆଜି ଆପଣ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରିକିରି ତାଙ୍କର ରାମ ସହାୟ ସ୍ତୋତ୍ର ପାଠ କରିକିରି ଘରୁ ବାହାରନ୍ତୁ, ଭଲ ଫଳ ମିଳିବ। ଆଗାମୀ ରାଶି ହେଉଛି ମିଥୁନ ରାଶି। ଷଷ୍ଠ ଚନ୍ଦ୍ର ଶନିବାର ଏବଂ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ ଓ ମାନସିକ ଅବସାଦରୁ ମୁକ୍ତି ମିଳିବ। ମନରେ ପ୍ରସନ୍ନତା ଭରି ରହିବ। ପରିବାରରେ ସୁଖ ଶାନ୍ତି ଦେଖାଦେବ। ଦେହ ମନ ଆଜି ସୁସ୍ଥ ରହିବ। ବାଣିଜ୍ୟ ବେପାରରେ ଆୟ ଅତି ଉତ୍ତମ ରହିବ। ଯଦି ଆପଣ ଟ୍ରାନ୍ସପୋର୍ଟ କାମ କରୁଛନ୍ତି ତେବେ ବି ଆଜି ଆପଣଙ୍କ ପାଇଁକା ଦିନଟି ଭଲ ଅଛି। କର୍ମରେ ସଫଳତା ମିଳିବାର ଯଥେଷ୍ଟ ଚାନ୍ସ ଅଛି। କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଆଜି ଦୂର ହେବ। ଯେଉଁମାନଙ୍କର ମୃଗଶିରା ନକ୍ଷତ୍ର ଆଉ ପୁନର୍ବସୁ ନକ୍ଷତ୍ର ସେମାନେ ଅଧିକ ସୁଫଳ ପାଇବେ। ଆଜି ପାଇଁ ଆପଣଙ୍କର ଶୁଭ ରଙ୍ଗ ହେଉଛି ଚକୋଲେଟ୍ ରଙ୍ଗ ଆଉ ଶୁଭ ସଂଖ୍ୟା ହେଉଛି 8। ଆଜି ଆପଣ ଭଗବାନ ଶ୍ରୀହରି ନାରାୟଣଙ୍କର ପୂଜା ଆରାଧନା କରି ଘରୁ ବାହାରନ୍ତୁ। ଯଦି ସମ୍ଭବ ବିଷ୍ଣୁ ସହସ୍ର ନାମ କିମ୍ବା ମହାବିଷ୍ଣୁ କବଚ ପାଠ କରିକି ଘରୁ ବାହାରନ୍ତୁ, ଅଧିକ ଶୁଭ ଫଳ ପାଇବେ। ଆଗାମୀ ରାଶି ହେଉଛି କର୍କଟ ରାଶି। କୃଷ୍ଣ ପକ୍ଷର ପଞ୍ଚମ ଚନ୍ଦ୍ର। କୃଷ୍ଣପକ୍ଷ ପଞ୍ଚମ ଚନ୍ଦ୍ର ଯୋଗୁଁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା ଲାଗି ରହିବ। ପରିବାରରେ ମତାନ୍ତର ଦେଖାଦେବ। ଇତର ଜଣଙ୍କ ଠାରୁ ଅପମାନ ପାଇବେ। ସମାଜରେ ଯେଉଁ ନିମ୍ନ ଶ୍ରେଣୀର ଲୋକ ଅଛନ୍ତି ସେମାନଙ୍କ ଠାରୁ ଅପମାନ ପାଇବେ। ସନ୍ତାନର ଶିକ୍ଷାରେ ଦୀକ୍ଷାରେ ହାନି ହେବ, ବାଧା ଦେଖାଦେବ। ଆପଣଙ୍କର ଚାଲିଚଳନ ବ୍ୟବହାର ଆଜି କର୍କଶ ରହିବ। କଥାବାର୍ତ୍ତା କର୍କଶ ରହିବ। ନିଜର ବାଣୀ ଆଉ କର୍ମକୁ ନେଇକରି ଚିନ୍ତିତ ହେବେ। ପିତାମାତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ବାଣିଜ୍ୟ ବ୍ୟବସାୟରେ ମାନ୍ଦା ଲାଗିକିରି ରହିବ।
ଟ୍ରାନ୍ସପୋର୍ଟ କାମରେ ମଧ୍ୟ ମାନ୍ଦାବସ୍ଥା ଲାଗି ରହିବ। କର୍ମରେ ବିଫଳତା, ସହକର୍ମୀଙ୍କ ସହ ବିରୋଧ ହେବେ, ସହକର୍ମୀ ବିରୋଧ କରିବେ, ସହକର୍ମୀଙ୍କ ବିରୋଧର ଶିକାର ହେବେ। ଯେଉଁମାନଙ୍କର ପୁଷ୍ୟା ସେମାନେ ସତର୍କ ଅଧିକ ରହିବା ଉଚିତ। ଶୁଭ ରଙ୍ଗ ଧଳା, ଶୁଭ ସଂଖ୍ୟା 7। ଆଜି ଆପଣ ଭଗବାନ ଶ୍ରୀ ଶିବ ଶମ୍ଭୁଙ୍କୁ ପୂଜା ଆରାଧନା କରିକିରି ଘରୁ ବାହାରନ୍ତୁ। ଯଦି ସମ୍ଭବ 108 ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିକିରି ଘରୁ ବାହାରନ୍ତୁ, ଅଧିକ ଶୁଭ ଫଳ ପାଇବେ। ଆଗାମୀ ରାଶି ହେଉଛି ସିଂହ ରାଶି। ଚତୁର୍ଥ ଚନ୍ଦ୍ର ଯୋଗୁଁ ଗୁରୁଜନଙ୍କର କୃପା ମିଳିବ। ସମାଜର କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଆଜି ଆପଣ ବସା ଉଠା କରିପାରନ୍ତି। କ୍ଷମତାଶାଳୀ ବ୍ୟକ୍ତିଙ୍କ ଠାରୁ ସହାୟତା ପ୍ରାପ୍ତି କରିବେ। ରାଜନୈତିକ ବ୍ୟକ୍ତିଙ୍କର ଶୁଭ ଦୃଷ୍ଟି ଆପଣଙ୍କ ଉପରେ ଆଜି ରହିବ। ମନରେ ଉନ୍ନତ ଚିନ୍ତାଧାରା ଦେଖାଦେବ। ମନରେ ଉଚ୍ଚାଭିଳାଷା ପ୍ରକାଶ ପାଇବ। ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଆପଣ ଆଜି ନିଜର ଯୋଗଦାନ ଦେଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମରେ ସଫଳତା ଅଛି। ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତିର ଯୋଗ ରହିଛି। ଯେଉଁମାନଙ୍କର ମଘା ଆଉ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର, ସେମାନେ ଅଧିକ ସୁଫଳ ପାଇବେ। ଶୁଭ ରଙ୍ଗ ଗୋଲାପୀ, ଶୁଭ ସଂଖ୍ୟା 6। ଆଜି ଆପଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରିକିରି, ଦୟଣା ଅର୍ପଣ କରିକିରି ଘରୁ ବାହାରନ୍ତୁ, ଅଧିକ ଶୁଭ ଫଳ ପ୍ରାପ୍ତି କରିବେ। ଆଗାମୀ ରାଶି ହେଉଛି କନ୍ୟା ରାଶି। ଘାତବାର ଏବଂ ତୃତୀୟ ଚନ୍ଦ୍ର ଯୋଗୁଁ ଘାତବାରର ପ୍ରଭାବ ରହିବ ନାହିଁ। ମନରେ ଉତ୍ସାହ ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି, ସ୍ୱଜନ ପରିଜନ ବନ୍ଧୁବାନ୍ଧବଙ୍କ ସହ ସୁସମ୍ପର୍କ ଲାଗି ରହିବ। ଭାଇ ଭଉଣୀଙ୍କ ସ୍ନେହ ଶ୍ରଦ୍ଧାର ପାତ୍ର ହେବେ। ଭାଇ ଭଉଣୀଙ୍କ ସହ ଆନ୍ତରିକତା ବଢ଼ିବ। ମନରେ ଦୃଢ଼ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବାଣିଜ୍ୟ ବ୍ୟବସାୟରେ ଭଲ ଆଜି ହେବ। ଟ୍ରାନ୍ସପୋର୍ଟ କାର୍ଯ୍ୟରେ ଭଲ ହେବ। କର୍ମରେ ଆଶାଠାରୁ ଅଧିକ ଧନ ମିଳିବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଆଉ ଚିତ୍ରା ନକ୍ଷତ୍ର, ସେମାନେ ଅଧିକ ଶୁଭ ଫଳ ପାଇବେ। ଆଜି ପାଇଁ ଆପଣଙ୍କର ଶୁଭ ରଙ୍ଗ ହେଉଛି କଫି, ଶୁଭ ସଂଖ୍ୟା ହେଉଛି 4। ଆପଣ ଆଜି ମାତା ତ୍ରିପୁରା ସୁନ୍ଦରୀଙ୍କୁ ଆରାଧନା କରିକିରି ଘରୁ ବାହାରନ୍ତୁ। ଯଦି ହେବ ଲଳିତା ସହସ୍ର ନାମ ପାଠ କରିକିରି ଘରୁ ବାହାରନ୍ତୁ, ଅଧିକ ଶୁଭ ଫଳ ପ୍ରାପ୍ତି କରିବେ। ଆଗାମୀ ରାଶି ହେଉଛି ତୁଳା ରାଶି। କୃଷ୍ଣ ପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁଁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ। ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ। ଆର୍ଥିକ ଠକାମିରେ ପଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ। କର୍ମରେ ବିଫଳତା ଅଛି। ବାଧାବିଘ୍ନ ଅନେକ ଲାଗି ରହିବ। ଯେଉଁମାନଙ୍କର ସ୍ୱାତି ନକ୍ଷତ୍ର, ସେମାନେ ଅଧିକ ସତର୍କ ରହିବା ଉଚିତ। ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 2। ଆପଣ ଆଜି ମାତା ସମଲେଶ୍ୱରୀଙ୍କର ପୂଜା ଆରାଧନା କରି ଘରୁ ବାହାରନ୍ତୁ। ନଚେତ ମାତା ଭୁବନେଶ୍ୱରୀଙ୍କର ପୂଜା ଆରାଧନା କରିକିରି ଘରୁ ବାହାରନ୍ତୁ, ଅଧିକ ଶୁଭ ଫଳ ପ୍ରାପ୍ତି କରିବେ। ନେକ୍ସଟ ହେଉଛି ବିଛା ରାଶି। ଶ୍ରୀଚନ୍ଦ୍ର ଯୋଗୁଁ ମନରେ ପ୍ରସନ୍ନତା ରହିବ। ଚାଲିଚଳନରେ ସଂଯମତା ରହିବ। ବଚନରେ ମଧୁରତା ରହିବ। ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ। ଆମୋଦ ପ୍ରମୋଦ ମୌଜ ମଜଲିସରେ ଦିନ ଆଜି କଟିବ। ସାଙ୍ଗମାନଙ୍କ ସହ କୁଆଡ଼େ ବୁଲିବାକୁ ଯାଇପାରନ୍ତି। ପରିବାର ପ୍ରତି ଅଧିକ ଦୁର୍ବଳତା ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ବି ମନରେ ଆତ୍ମତୃପ୍ତି ଭରି ରହିବ। କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ପାଇବେ। ଯେଉଁମାନଙ୍କର ବିଶାଖା ନକ୍ଷତ୍ର, ଜ୍ୟେଷ୍ଠା ନକ୍ଷତ୍ର, ସେମାନେ ଅଧିକ ସୁଫଳ ପାଇବେ। ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା 11। ଆରାଧନା କରିବେ ଆଜି ପ୍ରଭୁ ଶ୍ରୀ କାର୍ତ୍ତିକେୟଙ୍କୁ। ନେକ୍ସଟ ରାଶି ହେଉଛି ଧନୁ ରାଶି। ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଧନ ସମ୍ପଦା ବୃଦ୍ଧି ପାଇବ। ଆୟର ନୂତନ ମାର୍ଗ ଖୋଲିବ। ବିଦେଶ ଯାତ୍ରାର ଆରମ୍ଭ ଆଜି କରିପାରନ୍ତି। ନୂତନ କର୍ମ ଆରମ୍ଭ କରିପାରନ୍ତି। ବ୍ୟବସାୟ ଆରମ୍ଭ କରିପାରନ୍ତି। ବ୍ୟବସାୟର ଶାଖା ବଢ଼େଇବା ପାଇଁକା ଚେଷ୍ଟା କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ଅଛି। ଅନ୍ୟକୁ ଦେଇଥିବା ଧନ ଫେରି ପାଇବାର ଯଥେଷ୍ଟ ସମ୍ଭାବନା ଅଛି। କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂରେଇ ଯିବ। ଆପଣଙ୍କୁ ଆଜି ଅନେକ ସୁବିଧା ସୁଯୋଗ ପ୍ରାପ୍ତି ହେବ। ଯେଉଁମାନଙ୍କର ମୂଳା ନକ୍ଷତ୍ର ଆଉ ଉତ୍ତରାଷାଢ଼ା ନକ୍ଷତ୍ର, ସେମାନେ ଅଧିକ ଉପକୃତ ହେବେ। ଆଜି ପାଇଁ ଆପଣଙ୍କର ଶୁଭ ରଙ୍ଗ ହେଉଛି ହଳଦିଆ, ଶୁଭ ସଂଖ୍ୟା ହେଉଛି 5। ପ୍ରଭୁ ଶ୍ରୀ ଗଜାନନ
ଅର୍ଥାତ୍ ଭଗବାନ ଶ୍ରୀ ଗଣେଶଙ୍କର ପୂଜା ଆରାଧନା କରିକିରି ଘରୁ ବାହାରନ୍ତୁ। ଯଦି ସମ୍ଭବ 5 ଥର ଗଣେଶ ଅଥର୍ବ ଶୀର୍ଷ ପାଠ କରିକିରି 21ଟି ଦୁବ ଭଗବାନ ଶ୍ରୀ ଗଣେଶଙ୍କୁ ଅର୍ପଣ କରିକିରି ଘରୁ ବାହାରନ୍ତୁ। ଅଧିକ ଶୁଭ ଫଳ ପ୍ରାପ୍ତି କରିବେ। ଆଗାମୀ ରାଶି ହେଉଛି ମକର ରାଶି। ଏକାଦଶ ଚନ୍ଦ୍ର ଶନିବାର ଏବଂ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ। ସମସ୍ତ ଆଶା ଆକାଂକ୍ଷା ଅଭିଳାଷା ଯାହାକି ଅନେକ ଦିନ ଧରି ପୂର୍ଣ୍ଣ ହେଉନଥିଲା ତାହା ପୂର୍ଣ୍ଣ ହେବାର ସମୟ ଆସିସାରିଛି। ଆୟର ନୂତନ ମାର୍ଗ ଖୋଲିବ। ବିଭିନ୍ନ ଦିଗରୁ ଧନ ପ୍ରାପ୍ତି ହେବ। ମୂଲ୍ୟବାନ ଧାତୁ ପ୍ରାପ୍ତି ହେବ। ଭୂମି ଯାନବାହନ କିଣିପାରନ୍ତି। ଉନ୍ନତିମୂଳକ କର୍ମରେ ଧନ ବିନିଯୋଗ କରିପାରନ୍ତି। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା ଅଛି। ନୂତନ କର୍ମାରମ୍ଭର ସୁଯୋଗ ଜୁଟିବ। ଯେଉଁମାନଙ୍କର ଧନିଷ୍ଠା ନକ୍ଷତ୍ର ଆଉ ଉତ୍ତରାଷାଢ଼ ନକ୍ଷତ୍ର ସେମାନେ ଅଧିକ ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ହେଉଛି ହାଲକା ନୀଳ ସ୍କାଏ କଲର୍। ଶୁଭ ସଂଖ୍ୟା ହେଉଛି 3। ଆପଣ ଆଜି ମାତା ଦୁର୍ଗାଙ୍କର ମନ୍ତ୍ର ଓମ୍ ଦୁମ୍ ଦୁର୍ଗା ୟೈ ନମଃ ଜପ କରିକିରି 108 ଥର ଘରୁ ବାହାରନ୍ତୁ। ଅଧିକ ଶୁଭ ଫଳ ପାଇବେ। ଆଗାମୀ ରାଶି ହେଉଛି କୁମ୍ଭ ରାଶି। ଦଶମ ଚନ୍ଦ୍ର ଓ ଶନିବାର ଏବଂ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ନୂତନ କର୍ମ ଆରମ୍ଭ କରିପାରନ୍ତି କିମ୍ବା ନୂତନ କର୍ମରେ ନିଯୁକ୍ତ ହୋଇପାରନ୍ତି। ଚାକିରି ମିଳିପାରେ। କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିପାରେ। ସମସ୍ତ କର୍ମଆଳି ଆପଣଙ୍କ ପାଇଁ ସହଜୀ ସୁବିଧାବାଦୀ ହୋଇଯିବେ। ବାଣିଜ୍ୟ ବ୍ୟବସାୟ ଓ ପରିବାରରେ ଆପଣଙ୍କର ସୁଖ ସମୃଦ୍ଧିର ଲହରୀ ଛୁଟିବ। ପରିବହନ କ୍ଷେତ୍ରରେ ଟ୍ରାନ୍ସପୋର୍ଟ କ୍ଷେତ୍ରରେ ଆୟ ଭଲ ରହିବ। ଆଜି ମାନସିକ ଦୁଶ୍ଚିନ୍ତା ଦୂରେଇ ଯିବ। ମାନସିକ ଶାନ୍ତି ପ୍ରାପ୍ତି ହେବ। ଯେଉଁମାନଙ୍କର ଧନିଷ୍ଠା ନକ୍ଷତ୍ର ପୂର୍ବଭାଦ୍ର ନକ୍ଷତ୍ର ସେମାନେ ଅଧିକ ଉପକୃତ ହେବେ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ବାଇଗଣୀ। ଶୁଭ ସଂଖ୍ୟା ହେଉଛି 6। ଆପଣ ଆଜି ମା ଭୈରବୀଙ୍କୁ ପୂଜା ଉପାସନା କରିକିରି ଘରୁ ବାହାରନ୍ତୁ। ଅଧିକ ଶୁଭ ଫଳ ପ୍ରାପ୍ତି କରିବେ। ଶେଷ ରାଶି ହେଉଛି ମୀନ ରାଶି। କୃଷ୍ଣ ପକ୍ଷର ନବମ ଚନ୍ଦ୍ର ଯୋଗୁଁ ଗୁରୁଜନଙ୍କ ସହ ବିବାଦ ହୋଇପାରେ। କ୍ଷମତାଶୀଳ ବ୍ୟକ୍ତିଙ୍କ ସହ ଶତ୍ରୁତା ହୋଇପାରେ। ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି। ମନ ଅସ୍ଥିର ରହିବ। ବିଷାଦଗ୍ରସ୍ତ ରହିବ। ସମାଜର ଛୋଟ ବର୍ଗର ଲୋକଙ୍କ ଠାରୁ ଅପମାନ ମିଳିବ। ଅପଯଶ ମିଳିବ। କୌଣସି କାର୍ଯ୍ୟ ନ କରିକି ବି ଆପଣଙ୍କୁ ଆଜି ଅପଯଶ ମିଳିପାରେ। ଲୋକ ନିନ୍ଦା କରିପାରନ୍ତି। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ କ୍ଷତିର ମାତ୍ରା ଆଜି ଅଧିକ ଅଛି। କର୍ମରେ ବିଫଳତା ଯୋଗ ପଦସ୍ଥ ଅଧିକାରୀଙ୍କ ଆକ୍ରୋଶର ଶିକାର ହେବେ। ଯେଉଁମାନଙ୍କର ଉତ୍ତରାଭାଦ୍ର ନକ୍ଷତ୍ର ସେମାନେ ଅଧିକ ସତର୍କ ରହିବା ଉଚିତ। ଆଜି ପାଇଁ ଆପଣଙ୍କର ଶୁଭ ରଙ୍ଗ ହେଉଛି ଗୋଲାପୀ। ଶୁଭ ସଂଖ୍ୟା ହେଉଛି 2। ଆପଣ ଆଜି ମା ତାରାଙ୍କୁ ପୂଜା କରିକିରି ମା ତାରାଙ୍କର କବଚ ପାଠ କରିକିରି ଘରୁ ବାହାରନ୍ତୁ। ଅଧିକ ଶୁଭ ଫଳ ଆପଣଙ୍କୁ ପ୍ରାପ୍ତି ହେବ। ଅଶୁଭ ଫଳ ନାଶ ହୋଇଯିବ। ତେବେ ଆଜି ପାଇଁ ଭିଡ଼ିଓଟି ଏତିକି। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଏଇଭଳି ଭିଡ଼ିଓ ଦେଖିବା ପାଇଁ ଆପଣ ଆମ ଚ୍ୟାନେଲ୍ ଜାତକ ବିଚାରକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।